ଦେବଟି ଦାରୁଣ ଦୁଃଖ। ଏହାର ଅର୍ଥ କାହିଁ କହିଲି? ଏ ସଂସାର ହେଉଛି ଦୁଇଟା ମୁଁ, ଗୋଟେ ହେଉଛି ପାଚିଲା ମୁଁ, ଗୋଟେ ହେଉଛି କଞ୍ଚା ମୁଁ। ପାଚିଲା ମୁଁ ହେବାକୁ ପଡ଼ିବ। ମୁଁ ହେଉଛି ପ୍ରଭୁଙ୍କର ଦାସ। ମୁଁ ହେଉଛି ଗୋଟେ, ମୁଁ ଜଣେ କର୍ମଚାରୀ ନୁହେଁ, ମୁଁ ଜଣେ ହେଉଛି ପିଲାମାନଙ୍କର ସେବକ। ମୁଁ ଜଣେ ହେଉଛି ଭକ୍ତ ପ୍ରଭୁଙ୍କର। ଏଇ ମୁଁ ରଖିବାକୁ ପଡ଼ିବ। କିନ୍ତୁ ମୁଁ ଜଣେ ମାନି, ମୁଁ ଜଣେ ଜ୍ଞାନୀ, ମୁଁ ଜଣେ ମୋଠୁ ଧନୀ କେହି ନାହାନ୍ତି, ମୁଁ ସବୁଠାରୁ ସୁନ୍ଦର, ମୁଁ ସବୁଠାରୁ ସ୍ୱାଭିମାନୀ, ଏଇ ମୁଁ ଟିକେ କାଟିବେ। ତେଣୁ ବାଛି ନେବ କଞ୍ଚା। ଏ କଞ୍ଚାଟି ଯଦି ଆମେ ରଖିବା ତେବେ ସେ ବାଛି ନେବ। ଭଗବାନ ସେଇମାନଙ୍କୁ ଯମଦତ୍ତ ବାଛି ନେବ କଞ୍ଚା, ରଖିବ ପାଚିଲା। ପାଚିଲା ମାନେ ମୁଁ ହେଉଛି ଭଗବାନଙ୍କର ଏକ ସନ୍ତାନ। ମୁଁ ହେଉଛି ଶିକ୍ଷକ ନୁହେଁ, ମୁଁ ଇଞ୍ଜିନିୟର ନୁହେଁ, ମୁଁ ଡାକ୍ତର ନୁହେଁ, ମୁଁ ହେଉଛି ଦେଶର ଜଣେ ସେବକ। ଏଇ ଯେଉଁ ଭାବ, ଏଇ ଭାବ ଭିତ୍ତିରେ ଯଦି ଆମେମାନେ ସବୁ କର୍ମ କରିବା ତେବେ ନିଶ୍ଚିତ ରୂପରେ କର୍ମ ସଫଳ ହେବ। ଏ ମାନବ ଜନ୍ମ ନିଶ୍ଚିତ ରୂପରେ ଧନ୍ୟ ହେବ। କାହିଁକି ମାନବ ଆସିଛି କେତେ ଦିନ ପାଇଁ ଆସିଛି? ତେଣୁ ଆମେ ଯେଉଁ ଶିକ୍ଷକ ପଦ ପାଇଛେ, ଏ ଶିକ୍ଷକର ମର୍ଯ୍ୟାଦା ରଖିବାକୁ ପଡ଼ିବ। କାହିଁକି? ଶିକ୍ଷକ ହେଉଛି ସବୁଠାରୁ ଶ୍ରେଷ୍ଠ। ଯେ ହରି ସର୍ବଶାସ୍ତ୍ରମୟ, ଶ୍ରୀମଦ୍ ଭାଗବତରେ କହିଲେ, ଯେ ହରି ସର୍ବଶାସ୍ତ୍ରମୟ ଗୋଟିଏ ବ୍ରହ୍ମାଚାର ଦେହେ, ସେ ପୁଣି ବିଦ୍ୟା ହିଁ କ୍ଷଣି ଶିଖନ୍ତି ଗୁରୁଙ୍କୁ ଶୁଣି। ଶାନ୍ତି ବୋଲି କହିଲେ ଯେ ସର୍ବଶାସ୍ତ୍ର ଅଧିକାରୀ ପୁଣି ଗୋଟିଏ ବ୍ରହ୍ମାଚାରୀଙ୍କ ଦେହରେ ସେ ପୁଣି ଗୁରୁ କରୁଛନ୍ତି। ଏହା ସହଜ କଥା ନୁହେଁ। ଗୁରୁ ହେଉଛନ୍ତି ଶ୍ରେଷ୍ଠ। ତା ଭିତରେ ମାନବ ଭିତରେ ଆମେ ହচ্ছে ଗୁରୁ। ଆମେ ଆସିଛେ ପିଲାମାନଙ୍କ ପାଇଁ ସ୍ୱପ୍ନ ଦେଖିବା, ବିଦ୍ୟାଳୟ ପାଇଁ ସ୍ୱପ୍ନ ଦେଖିବା। କାଲି ଆମର ଏଇ ଭିତରେ ଆଲୋଚନା ହେଉଥିଲା ଯେ ନିଜର ଅଭିଜ୍ଞତା ଆମେ କ'ଣ କରୁଛେ। ମୋର କହିବାର ଲକ୍ଷ୍ୟ, ଅଭିଜ୍ଞତା ମାନେ କ'ଣ? ଅଭିଜ୍ଞତା ହେଉଛି ମୁଁ ବିଦ୍ୟାଳୟ ପାଇଁ କେତେ ସ୍ୱପ୍ନ ଦେଖୁଛି, ବିଦ୍ୟାଳୟ ପିଲାମାନଙ୍କ ପାଇଁ କ'ଣ କରୁଛି, ସେ ସମାଜ ପାଇଁ କ'ଣ କରୁଛି, ସେ ଗ୍ରାମବାସୀ ପାଇଁ କ'ଣ କରୁଛି, ଏ ରାଜ୍ୟ ଦେଶ ପାଇଁ ମୁଁ କେତେ ଡେଡିକେଟେଡ୍ ହେଇ କାମ କରୁଛି। ସେଇଟା ହେଉଛି ମୁଖ୍ୟ। ସେ କଥା ଯଦି ଆମେ କରିବା ତେବେ ଆମର ଅଭିଜ୍ଞତା, ଆଉ ସେଇଟା କଲେ ସମାଜରେ ଆମେ କ'ଣ କରିବା, କେତେ ସେଥିରୁ ସୁଫଳ ପାଉଛେ, କେତେ କୁଫଳ ପାଉଛେ, କେତେ ପ୍ରତିବନ୍ଧକ ଆସୁଛି। ଯଦି ଆମେ କର୍ମକ୍ଷେତ୍ରକୁ ବାହାରି ପଡ଼ିବେ, ପ୍ରତିବନ୍ଧକ କେତେ ଆସୁଛି, କେତେ ସଫଳତା ଅର୍ଜନ କରୁଛି, ତାହା ହିଁ ଆମେ ଜଣାପଡ଼ିବ। ତେଣୁ ଆମମାନଙ୍କୁ କର୍ତ୍ତବ୍ୟ କ୍ଷେତ୍ରକୁ ଆଗେଇବାକୁ ପଡ଼ିବ। ପିଲାମାନଙ୍କ ପାଇଁ ସ୍ୱପ୍ନ ଦେଖିବାକୁ ପଡ଼ିବ। ଆସୁ ବାଧା। ସ୍ୱାମୀଜୀ କହିଲେ, ସ୍ୱାମୀ ବିବେକାନନ୍ଦ କହିଲେ, ସତ୍ୟ, ପବିତ୍ରତା, ନିଃସ୍ୱାର୍ଥପରତା ଯାହା ହୃଦୟରେ ବିଦ୍ୟମାନ, ଏ ଜଗତରେ ଯଦି ଦଣ୍ଡାୟମାନ ହେବ ତା ବିରୁଦ୍ଧରେ କେହି କିଛି କରିପାରିବେ ନାହିଁ। ତେଣୁ ଆମର ଟିକେ ସତ୍ୟତା ଦରକାର, ଆମର କର୍ମଟା ଦରକାର। ଆମେ ଯଦି କର୍ମ କରିବା, ଏ କର୍ମ ପଛରେ ସମସ୍ତେ ହାର ମାନିବେ। ତେଣୁ ଗୀତାରେ ଭଗବାନ କର୍ମଯୋଗକୁ ଆଗ ପ୍ରାଧାନ୍ୟ ଦେଇଛନ୍ତି। ଯେଉଁ 18 ଅଧ୍ୟାୟ ଗୀତା 3ଟି ଷଟ୍କରେ ବିଭକ୍ତ କରିଛନ୍ତି। 6 ଅଧ୍ୟାୟ ହେଉଛନ୍ତି କର୍ମଯୋଗ, ଜ୍ଞାନଯୋଗ ହେଉଛନ୍ତି 6 ଅଧ୍ୟାୟ, ଭକ୍ତିଯୋଗ ହେଉଛନ୍ତି 6 ଅଧ୍ୟାୟ। କର୍ମଯୋଗ 6 ଅଧ୍ୟାୟକୁ ବିଭକ୍ତ କଲେ, ତେଣୁ ଆମେ କର୍ମଯୋଗ ହେବାକୁ ପଡ଼ିବ। କର୍ମୀ ଭତ୍ସାଧିକ ଯୋଗୀ